ଚାରିଟା ବୁଦ୍ଧିମାନ ଜୀବୀ ଭିତରେ ପିମ୍ପୁଡ଼ି ଟପ୍ ରେ ଅଛି ବୋଲି ହିତୋପଦେଶ କରେ। କଣ ତାର ଗୋଟେ ପିମ୍ପୁଡ଼ି ହେଲେ ଶିକ୍ଷା ଦେଉଛି, ଫ୍ୟୁଚର ଠିକ ନାହିଁ, ଆତ୍ମିକ ଜୀବନ ଲିଭି ନ ଯାଉ ଭବିଷ୍ୟତର ପରୀକ୍ଷାରେ। ଭବିଷ୍ୟତର କୋଉ ସମସ୍ୟା ଆସିବ କି ଜଣାନି, କୋଉ ପରୀକ୍ଷା ଆସିବ କି ଜଣାନି, କୋଉ ଅସ୍ତ୍ର ନେଇକି ଶୈତାନ ଆମ ସାମ୍ନାକୁ ଆସିବ ଜଣାନି। ତେଣୁକରି ପ୍ରିପେୟାର ଫର ଦ୍ୟାଟ୍, ପ୍ରିପେୟାର ଫର ଦ୍ୟାଟ୍। ତୈଳ ଦ ପର୍ପସ୍ ଇଜ ମୁଁ କାଲିକୁ ଯେପରି ଲିଭି ନ ଯିବି। ତ ଅବଭିୟସଲି କିଏ ଜଳୁଥିବେ କୁହନ୍ତୁ ତ ଭବିଷ୍ୟତ ପାଇବେ? ଯୀଶୁଙ୍କର ଆଗମନର ଯେଉଁମାନେ ଅପେକ୍ଷାରେ ଥିବେ, ସେ ଆଜି ଆସନ୍ତୁ କି 5 ବର୍ଷ ପରେ ଆସନ୍ତୁ କି 10 ବର୍ଷ ପରେ ଆସନ୍ତୁ, ଲକ୍ଷ୍ୟ ଯଦି ଆଗମନ ପ୍ରତି ଅଛି ସେମାନେ ଲିଭିବାକୁ ଚେଷ୍ଟା କରିବେ ନାହିଁ। କାରଣ ମନ ଧ୍ୟାନ ପ୍ରାଣ ସହ ଆଗମନ ପ୍ରତି ଅଛି। କେ ଜଣେ ଆଜି ଆସିଯାଇପାରନ୍ତି, କେ ଜଣେ ସବୁଦିନ ସେଟା ହିଁ ଭାବୁଥିବେ, କେ ଜଣେ ଆଜି ଆସିଯାଇପାରନ୍ତି। ଆମେ ଶିଥିଳ ପଡ଼ିଗଲେ ହେବନି, ଜଳୁଥିବାର ଅଛି, ଏ ବର୍ଷ କେ ଜଣେ ଆସିବେ। Every day, every year, we should be waiting for the Lord.